ଖଣ୍ଡାଧାର ଜଳପ୍ରପାତ ସୁନ୍ଦରଗଡ଼ ଜିଲ୍ଲାରେ ଥିବା ଓଡ଼ିଶାର ସବୁଠୁ ବଡ଼ ଜଳପ୍ରପାତ। ଏହାର ଉଚ୍ଚତା ହାରାହାରି 800 ଫୁଟ ବା 244 ମିଟର ଏବଂ ଏହା ରାଉରକେଲା ଠାରୁ 90 କିଲୋମିଟର ଦୂରତାରେ ଅବସ୍ଥିତ। ଏହାକୁ ଭାରତର ଚତୁର୍ଥ ଉଚ୍ଚତମ ଜଳପ୍ରପାତ ବୋଲି ମଧ୍ୟ କୁହାଯାଏ। ଲୋକକଥା ଅନୁଯାୟୀ ସୁନ୍ଦରଗଡ଼ ପାହାଡ଼ିଆ ଅଞ୍ଚଳରେ ଠାକୁରାଣୀ କଙ୍କାଳ ଦେବୀ ବାସ କରୁଥିଲେ ଓ ସେ ବଡ଼ ବଡ଼ ଗଛ ପଥର ମାଟି ଯାହା ପାଉଥିଲେ ସେ ଖାଇଯାଉଥିଲେ। ଏତଦ୍ୱାରା ସେ ଅଞ୍ଚଳର ଅଧିବାସୀ ପାହାଡ଼ି ଭୂୟାଁ ଜନଜାତିର ଲୋକମାନେ ଅତିଷ୍ଠ ହୋଇ ପଡ଼ିଥିଲେ। ସେମାନେ ଠାକୁରାଣୀଙ୍କୁ ନେଇ ଏକ ବଡ଼ ଶିଳା ଉପରେ ରଖିଲେ। ସେହି ଶିଳାକୁ ଠାକୁରାଣୀ ମଝିରୁ ଖାଇଦେବାରୁ ଏକ ଗାତ ସୃଷ୍ଟି ହୋଇ ପାହାଡ଼ ତଳକୁ ପାଣି ବୋହିବାକୁ ଲାଗିଲା। ପ୍ରାୟ 800 ଫୁଟ ଉପରୁ ତଳକୁ ପଡ଼ୁଥିବା ପାଣି ଠିକ୍ ଏକ ଖଣ୍ଡାର ଧାର ଭଳି ଦେଖାଯାଏ। ତେଣୁ ଏହି ଜଳପ୍ରପାତର ନାମ ଖଣ୍ଡାଧାର ରହିଛି। ପାହାଡ଼ ଉପରର ଏହି ଚିରସ୍ରୋତା ଜଳ ଉତ୍ସର ନାମ କୋରାପାଣି ନାଳ। ଏହି ପାଣି ଧାର ଉପରେ ସୂର୍ଯ୍ୟକିରଣ ପଡ଼ି ଏକ ଭାସମାନ ଇନ୍ଦ୍ରଧନୁ ଭଳି ଦେଖାଯାଇଥାନ୍ତି। ଏହି ଖଣ୍ଡାଧାରକୁ ପହଞ୍ଚିବାକୁ ହେଲେ ପ୍ରଥମେ ରାଉରକେଲା ଯାଇ ସେଠାରୁ ଜାତୀୟ ରାଜପଥ ନମ୍ବର 23ରେ ଲହୁଣୀପଦା ଯାଏ ଯିବାକୁ ହେବ। ସେଠାରୁ ଡାହାଣକୁ ଲାଲେଇ ଛକ ଯାଏ ଯାଇ ବାମ ପାର୍ଶ୍ୱ ରାସ୍ତାରେ ଗଲେ ଖଣ୍ଡାଧାର ପଡ଼ିବ।